ଶ୍ରୀ ଶ୍ରୀ ଠାକୁର ଅପରାହ୍ନରେ ଭକ୍ତବୃନ୍ଦ ପରିବେଷ୍ଟିତ ହୋଇ ଉନ୍ମୁକ୍ତ ପ୍ରାଙ୍ଗଣରେ ବସିଛନ୍ତି। ସୁରେନ ପାଲ ଭାଇ କହିଲେ, ଅନେକ ସମୟରେ ଦେଖିଛି ଯେଉଁମାନଙ୍କ ପାଇଁ ମୁଁ କିଛି କରିଛି ସେମାନେ ଅନେକ ମୋର କ୍ଷତି କରିବାର ଚେଷ୍ଟା କରିଛନ୍ତି। ଏପରି କାହିଁକି କରନ୍ତି ବୁଝିପାରେ ନା। ତେଣୁ ବେଳେବେଳେ ମନେ ହୁଏ କାହାର ଭଲ କରିବାର ଚେଷ୍ଟା ନ କରିବା ହିଁ ଭଲ। ଶ୍ରୀ ଶ୍ରୀ ଠାକୁର କହୁଛନ୍ତି, ଏହି ମନୋଭାବ ଭଲ ନୁହେଁ। ଉପକାରର ପରିବର୍ତ୍ତେ ମଣିଷ ଆପଣଙ୍କ ସହିତ ଯେଉଁ ଆଚରଣ କରୁ ତାହା ଭ୍ରୂକ୍ଷେପ ନ କରି ନିଜର ଅସ୍ତିତ୍ୱ ଅବ୍ୟାହତ ରଖି ସାଧ୍ୟାନୁଯାୟୀ ଅପରର ଭଲ କରିବାର ଚେଷ୍ଟା କରିବା ହିଁ ଭଲ। କୌଣସି ପ୍ରତ୍ୟାଶା ନ ରଖି ଏବଂ ଇଷ୍ଟସ୍ୱାର୍ଥ ପ୍ରତିଷ୍ଠାର ଲକ୍ଷ୍ୟ ରଖି। ଏହାଦ୍ୱାରା ଅକୃତଜ୍ଞତା ବଶତଃ କିଛି କିଛି ଲୋକ ଆପଣଙ୍କ ଦ୍ୱାରା ଉପକୃତ ହୋଇ ଆପଣଙ୍କର ଅପକାର କଲେ ମଧ୍ୟ ଅନ୍ ଦ ହୋଲ୍ ଅର୍ଥାତ୍ ମୋଟ ଉପରେ ଆପଣଙ୍କର ଭଲ ହିଁ ହେବ। ବିଧାତାଙ୍କ ରାଜ୍ୟରେ ଡିଭାଇନ୍ ଇକୋନୋମି ଅର୍ଥାତ୍ ଭାଗବତ ଅର୍ଥନୀତି ବୋଲି ଗୋଟିଏ କଥା ଅଛି, ଯାହା ଫଳରେ ବୃହତ୍ତର ପରିବେଶରେ ଅନେକ ହିଁ ଅନାହୁତ ଭାବେ ଆପଣଙ୍କର ଅନୁକୂଳ ହେବେ। ଅର୍ଥାତ୍ ଆପଣ ଯେଉଁମାନଙ୍କ ପାଇଁ କିଛି ବି କରିନାହାନ୍ତି ସେପରି କେତେ ଲୋକ ଆଗେଇ ଆସି ଆପଣଙ୍କର ଭଲ କରିବେ। ତେବେ ଆପଣ ଏ ପ୍ରକାର ପ୍ରତ୍ୟାଶା ମନରେ ପୋଷଣ କରିବେ ନାହିଁ। ପ୍ରତ୍ୟାଶା ପୀଡ଼ିତ ହୋଇ ରହିଲେ ନିଜର କର୍ତ୍ତବ୍ୟ ଠିକ୍ ରୂପେ କରିପାରିବେ ନାହିଁ। ପୁଣି ପ୍ରତ୍ୟାଶା ବ୍ୟାହତ ହେଲେ ମନରେ କଷ୍ଟ ପାଇବେ। ପ୍ରତ୍ୟାଶା କିନ୍ତୁ ପ୍ରାପ୍ତି ଆଣେ ନା, ପ୍ରାପ୍ତି ଆଣେ ବିହିତ ଭାବେ କରିବା। ତେଣୁ ପରମପିତାଙ୍କ ପ୍ରତି ମନ ଦେଇ ତାଙ୍କରି ପ୍ରୀତି ପାଇଁ ଯାହା କରିବାର ତାହା କରିଯିବାକୁ ହେବ। ଏହାକୁ ହିଁ କୁହନ୍ତି ନିଷ୍କାମ କର୍ମ। ଗୀତାରେ ଅଛି, ନ ହିଁ କଲ୍ୟାଣକୃତ କଶ୍ଚିତ୍ ଦୁର୍ଗତିଂ ତାତ୍ ଗଚ୍ଛିତି। ଅର୍ଥାତ୍ କଲ୍ୟାଣକାରୀର କଦାପି ଦୁର୍ଗତି ହୁଏ ନା। ଇଷ୍ଟାର୍ଥେ କର୍ମ ହିଁ ସତ୍କର୍ମ, ନିଷ୍କାମ କର୍ମ ଓ କଲ୍ୟାଣ କର୍ମ। ଆଲୋଚନା ପ୍ରସଙ୍ଗ 12 ଖଣ୍ଡ। ଜୟ ଗୁରୁ।